2025 ଶ୍ରାବଣ ମାସରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ କିଛି ବିଶେଷ ଉପାୟ। ଏହି ଶ୍ରାବଣ ମାସରେ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ବିଶେଷ ରୂପେ ଶ୍ରାବଣ ସୋମବାର ବ୍ରତ ରଖିପାରନ୍ତି, ମହାଦେବଙ୍କ ଅଭିଷେକ କରିପାରନ୍ତି ଓ ଓମ୍ ନମଃ ଶିବାୟ ମନ୍ତ୍ର ଜପ କରିପାରନ୍ତି। ବିଶେଷ ଉପାୟ: ଶ୍ରାବଣ ସୋମବାର ବ୍ରତ। ଶ୍ରାବଣର ପ୍ରତ୍ୟେକ ସୋମବାର ବ୍ରତ ରଖନ୍ତୁ ଓ ମହାଦେବଙ୍କୁ ପୂଜା କରନ୍ତୁ। ରୁଦ୍ରାଭିଷେକ: ଭଗବାନ ମହାଦେବଙ୍କ ରୁଦ୍ରାଭିଷେକ କରନ୍ତୁ, ଯେଉଁଥିରେ 108 ପବିତ୍ର ଦ୍ରବ୍ୟରେ ଶିବଲିଙ୍ଗର ଅଭିଷେକ କରାଯାଏ। ମନ୍ତ୍ର ଜପ: ଓମ୍ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ କିମ୍ବା ଶିବ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଜଳ, କ୍ଷୀର ଓ ପଞ୍ଚାମୃତ: ଭଗବାନ ମହାଦେବଙ୍କୁ ଜଳ, କ୍ଷୀର ଓ ପଞ୍ଚାମୃତ ଚଢ଼ାନ୍ତୁ। ପତ୍ର: ଭାଙ୍ଗ ଓ ଧୁତୁରା: ଭଗବାନ ଭୋଳନାଥଙ୍କୁ ବେଲପତ୍ର, ଭାଙ୍ଗ ଓ ଧୁତୁରା ଚଢ଼ାନ୍ତୁ। ଗଙ୍ଗାଜଳ: ଗଙ୍ଗାଜଳରେ ମହାଦେବଙ୍କ ଅଭିଷେକ କରାନ୍ତୁ। ସୋରିଷ ତେଲ: ଶିବଲିଙ୍ଗରେ ସୋରିଷ ତେଲ ଚଢ଼ାଇଲେ ଶନି ଦୋଷ ଦୂର ହୁଏ। ବ୍ରତରେ ସାତ୍ତ୍ୱିକ ଭୋଜନ: ଶ୍ରାବଣ ସୋମବାର ବ୍ରତରେ ଓ ଶ୍ରାବଣ ମାସ ସାରା ସାତ୍ତ୍ୱିକ ଭୋଜନ କରନ୍ତୁ, ଯେଉଁଥିରେ ଫଳ, ପନିପରିବା, କ୍ଷୀର ଓ ଦହି ସାମିଲ ନାହିଁ। ଶ୍ରାବଣରେ ଏହି କାମ ବିଲକୁଲ କରନ୍ତୁ ନାହିଁ। ମିଥ୍ୟା: ଶ୍ରାବଣରେ ବିଲକୁଲ ମିଛ କୁହନ୍ତୁ ନାହିଁ, ମହାଦେବ ରୁଷ୍ଟ ହୋଇଯିବେ। କରଜ ନିଅନ୍ତୁ ନାହିଁ: ଶ୍ରାବଣ ଭଳି ପବିତ୍ର ମାସରେ କରଜ ନିଅନ୍ତୁ ନାହିଁ। ଚୁଗୁଲି କରନ୍ତୁ ନାହିଁ: ଶ୍ରାବଣରେ ବିଲକୁଲ ଚୁଗୁଲି କରନ୍ତୁ ନାହିଁ। ଧାର ମାଗନ୍ତୁ ନାହିଁ: ଶ୍ରାବଣରେ କୌଣସି ବସ୍ତୁ ବା ପଇସା ଉଧାର ଆଣନ୍ତୁ ନାହିଁ। ଏହି ଉପାୟ ସବୁ କଲେ ମହାଦେବ ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କ ସବୁ ମନୋକାମନା ପୂର୍ଣ୍ଣ କରନ୍ତି। ଫ୍ରେଣ୍ଡସ୍, ଭିଡ଼ିଓଟି ଯଦି ଭଲ ଲାଗିଛି ତେବେ କମେଣ୍ଟରେ ହର ହର ମହାଦେବ ନିଶ୍ଚୟ ଲେଖନ୍ତୁ। ଭିଡ଼ିଓଟିକୁ ଲାଇକ୍ କରି ସେୟାର କରିଦିଅନ୍ତୁ। ମହାଦେବ ଆପଣଙ୍କର ସବୁ ମନୋକାମନା ପୂର୍ଣ୍ଣ କରନ୍ତୁ, ଏହା ମୋର ପ୍ରାର୍ଥନା। ହର ହର ମହାଦେବ।